ଆରେ ମୋ ବାବାଇ କ'ଣ ବସି ଗିଟାର ବଜାଇଲାଣି। ସତରେ ଆମେ ମା ପୁଅ ନା ଗୋଟେ ବାଦ୍ୟଯନ୍ତ୍ର ଦୋକାନକୁ ଯାଇଥିଲୁ। ଆଉ ବାବାଇ ତ ଗିଟାରକୁ ଧରି ଏମିତି ହେଲା ସତେକି ସେ ନା ସାତ ସୁରରେ ବଜେଇ ଦେବ। କିନ୍ତୁ ଆମ ଦିହିଙ୍କର କୌଣସି ବାଜା ଉପରେ କିଛି ବି ଜ୍ଞାନ ନାହିଁ। ହେଲେ ଆମେ ଏଠିକି ଯାଇଥିଲୁ। ମୋର ପିଲାଦିନ କଥା ବହୁତ ମନେ ପଡ଼ୁଥିଲା। ବାପାଙ୍କ ଅନୁଷ୍ଠାନରେ ଜଣେ ବୟସ୍କ ବ୍ୟକ୍ତି ଥିଲେ। ବାପା ଆମକୁ କହିଥିଲେ ଇଏ ହେଉଛନ୍ତି କଳାକାର ଅଜା। ସେ ମୋତେ ବୀଣା ଆଉ ହାରମୋନିୟମ୍ ଶିଖାଉଥିଲେ। କିନ୍ତୁ ମୁଁ ଜୀବନରେ ହାରମୋନିୟମ୍ କି ବୀଣା କିଛି ବି ଶିଖିପାରିଲିନି। ମୋ ଜୀବନରେ ଅନେକ କାମ ଏମିତି ଅଧା ଅଧୁରା ହେଇ ରହିଯାଇଛି। ଭଗବାନ କରନ୍ତୁ ଏ ଚ୍ୟାନେଲ୍ଟି ଅନ୍ତତଃ ମୁଁ ବଞ୍ଚିଥିବା ଯାଏଁ ଚଲାଉଥାଏ। ଆଉ ଆପଣମାନଙ୍କ ସାଙ୍ଗରେ ସ୍ନେହର ସମ୍ପର୍କ ଏମିତି ନିବିଡ଼ ହେଉଥାଉ। ଆମେ ବାଜା ଆଣିଲୁ ନା ଖାଲି ଦେଖିକି ଆସିଲୁ, ସବୁ କ'ଣ ଏକାବେଳେ କହିଦେବି? ପୁଣି ଟିକେ ଆଗକୁ ରହିଥାଉ। ଆମେ ପ୍ରକୃତରେ କାହିଁକି ଯାଇଥିଲୁ ଏ ଦୋକାନକୁ? ନିଜର କିଣିଲୁ ନା ଗିଫ୍ଟ କିଣିଲୁ ନା ଆମେ ମା ପୁଅ କ'ଣ ଶିଖିଲୁ? ଆଗକୁ ସବୁ କହିବି, ଟିକେ ଅପେକ୍ଷା, ଭଲ ଲାଗିବ।